ओम नमः शिवाय। नमस्ते टू एवरीवन। पूर्व अध्याय श्रीमद् भगवद गीतार सप्तदश अध्याय श्रद्धात्रय विभाग जोग संपर्क में आलोचना करा जाइथिला। आज शेष अध्याय अष्टादश अध्याय मोक्ष संन्यास जोग संपर्क में आलोचना करिबा। एथिरे 78 श्लोक अछि। ଏହି ଅଧ୍ୟାୟରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି, ହେ କେଶବ, ସନ୍ନ୍ୟାସ ତ୍ୟାଗ କିପରି ଅଲଗା ଅଲଗା ତାହା ମୁଁ ଜାଣିବାକୁ ଚାହୁଁଛି। ମୋତେ ଏହାର ପାର୍ଥକ୍ୟ ବତାଇ ଦିଅନ୍ତୁ। ଶ୍ରୀକୃଷ୍ଣ କହିଲେ, ପଣ୍ଡିତମାନଙ୍କ ମତରେ କର୍ତ୍ତବ୍ୟ କର୍ମର ପରିତ୍ୟାଗ ହିଁ ସନ୍ନ୍ୟାସ, କିନ୍ତୁ ସମସ୍ତ ମତରେ କର୍ତ୍ତବ୍ୟ କର୍ମର ପରିତ୍ୟାଗ ହିଁ ସନ୍ନ୍ୟାସ, କିନ୍ତୁ ସମସ୍ତଙ୍କ କର୍ମଫଳ ତ୍ୟାଗ ହିଁ ପ୍ରକୃତ ତ୍ୟାଗ ବୋଲି ଜ୍ଞାନୀମାନଙ୍କର ମତ ଅଟେ। ଆଉ କେତେକଙ୍କ ମତରେ ପ୍ରତ୍ୟେକଟି କର୍ମ ଦୋଷଯୁକ୍ତ ଅଟେ, ତେଣୁ ସମସ୍ତ କର୍ମଫଳ ତ୍ୟାଗ କରିବା ଆବଶ୍ୟକ ଅଟେ। ଅନ୍ୟ କିଛି ଲୋକ କହନ୍ତି, ଯଜ୍ଞ, ତପସ୍ୟା, ଦାନ ଏହି ତିନୋଟି କର୍ମ ହିଁ ମନୁଷ୍ୟର ପ୍ରକୃତ କର୍ମ। ହେ ଅର୍ଜୁନ, ଇଏ ତ ହେଲା ନାନା ମୁନିଙ୍କ ନାନା ମତ। ତେବେ ତ୍ୟାଗ ସନ୍ନ୍ୟାସ ସମ୍ପର୍କରେ ସିଦ୍ଧାନ୍ତ କ'ଣ, ତୁମେ ତାହା ଶୁଣ। କର୍ତ୍ତବ୍ୟ କର୍ମ ପାଳନ ପୂର୍ବକ ଯଜ୍ଞ, ତପସ୍ୟା ଏବଂ ଦାନ ଏହି ତିନି କର୍ମକୁ କେବେ ବି ତ୍ୟାଗ କରିବା ଉଚିତ ନୁହେଁ। ଏହି କର୍ମ ବିବେକୀ ଜ୍ଞାନୀ ବ୍ୟକ୍ତି କର୍ମଯୋଗୀର ଚିତ୍ତକୁ ଶୁଦ୍ଧ କରିଥାଏ। ତ୍ୟାଗ ହେଉଛି ତିନି ପ୍ରକାର: ତାମସିକ ତ୍ୟାଗ, ରାଜସିକ ତ୍ୟାଗ, ସାତ୍ୱିକ ତ୍ୟାଗ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଏହି ଚାରି ବର୍ଣ୍ଣଙ୍କ ଭିତରେ ବର୍ଣ୍ଣ ମୁତାବକ କର୍ମରେ ଯାହା ପାଇଁ ଯାହା ବି ବିଧାନ ହୋଇଛି ତାହା କେବେ ବି ତ୍ୟାଗ କରିବା ଉଚିତ ନୁହେଁ। ମୋହରେ ପଡ଼ି ନିଜର କର୍ତ୍ତବ୍ୟ କର୍ମ କେବେ ବି ତ୍ୟାଗ କରେ ତ ତାହା ତାମସିକ ତ୍ୟାଗ ଅଟେ। କର୍ମ କଷ୍ଟଦାୟକ, ଦୁଃଖଦାୟକ ଭୟରେ ଯଦି ସେ କର୍ତ୍ତବ୍ୟ କର୍ମ ପରିତ୍ୟାଗ କଲେ ତାହା ରାଜସିକ ତ୍ୟାଗ ଅଟେ। ଶାସ୍ତ୍ର ବିହିତ କର୍ମ କରିବା ହିଁ କର୍ତ୍ତବ୍ୟ ବୋଲି ଭାବି ଇଚ୍ଛାଶକ୍ତି ଫଳତ୍ୟାଗ ପୂର୍ବକ କର୍ମ କରାଯାଏ, ତାହା ହିଁ ସାତ୍ୱିକ ତ୍ୟାଗ ବୋଲି କୁହାଯାଏ। ସାତ୍ୱିକ କର୍ମ ତ୍ୟାଗୀ ପୁରୁଷ ଦୁଃଖଦାୟକ କର୍ମରେ ବିମୁକ୍ତ ହୁଅନ୍ତି ନାହିଁ, ସହଜ ଆନନ୍ଦଦାୟକ କର୍ମରେ ଆସକ୍ତି ହୋଇ ଉତ୍ଫୁଲ୍ଲିତ ହୁଅନ୍ତି ନାହିଁ, ସମସ୍ତ କାର୍ଯ୍ୟକୁ ନିର୍ବିକାର ଭାବରେ ସମ୍ପନ୍ନ କରିଥାନ୍ତି। ତେବେ ଦେହଧାରୀ ମଣିଷ ପକ୍ଷରେ ସକଳ କର୍ମତ୍ୟାଗ ସମ୍ଭବପର ନୁହେଁ, କାରଣ ଖାଇବା, ପିଇବା ଏବଂ ଶୋଇବା ଏସବୁ ନିତ୍ୟ ନୈମିତ୍ତିକ କର୍ମ କରିବାକୁ ସେ ବାଧ୍ୟ। ମାତ୍ର ଯିଏ କର୍ମଫଳ ତ୍ୟାଗ କରିପାରେ ସିଏ ପ୍ରକୃତରେ ତ୍ୟାଗୀ ବା ସନ୍ନ୍ୟାସୀ ଅଟେ। ଯେଉଁମାନେ କର୍ମଫଳ ତ୍ୟାଗ ନ କରି ଅର୍ଥାତ୍ ଫଳ ପାଇବାର ଆଶା ରଖି କର୍ମ କରିଥାନ୍ତି, ମୃତ୍ୟୁ ପରେ ସେମାନେ ନିଜର କର୍ମ ଅନୁଯାୟୀ ଶୁଭ ଅଶୁଭ ମିଶ୍ରିତ ତିନି ପ୍ରକାର କର୍ମଫଳ ଭୋଗ କରନ୍ତି। କର୍ମଫଳ ତ୍ୟାଗୀ ପୁରୁଷ ବା ପ୍ରକୃତ ସନ୍ନ୍ୟାସୀକୁ ମୃତ୍ୟୁ ପରେ କୌଣସି କର୍ମଫଳ ଭୋଗିବାକୁ ପଡ଼େ ନାହିଁ, ଅର୍ଥାତ୍ ସେମାନେ ମୋକ୍ଷପ୍ରାପ୍ତି ହୋଇଯାଆନ୍ତି। ମାତ୍ର ଶୁଭ କର୍ମର ଆଧିକ୍ୟ ଯୋଗୁଁ ସ୍ୱର୍ଗବାସ, ପାପକର୍ମର ଆଧିକ୍ୟ ଯୋଗୁଁ ନରକବାସ ଭୋଗ କରିବାକୁ ପଡ଼ିଥାଏ। ହେ ଅର୍ଜୁନ, ସକଳ କର୍ତ୍ତବ୍ୟ କର୍ମକୁ ସୁଚାରୁ ରୂପେ ସମ୍ପାଦନ ପାଇଁ ବେଦରେ 5ଟି କାରଣ ଦର୍ଶାଯାଇଛି। ଏହି 5ଟି କାରଣ ହେଲା କର୍ତ୍ତା, ଅଧିଷ୍ଠାନ କାରଣ, କର୍ମ କରିବାର ପ୍ରଚେଷ୍ଟା, ଦୈବୀ ସଂସ୍କାର ଅର୍ଥାତ୍ ପୂର୍ବ ଅର୍ଜିତ ଶୁଭ ଅଶୁଭ କର୍ମର ସଂସ୍କାର। ମନୁଷ୍ୟ ମାନସିକ, ଶାରୀରିକ, ବାଚନିକ ଯାହା ବି କର୍ମ କରେ ତାହା ଶାସ୍ତ୍ର ଅନୁକୂଳ ହେଉ ଅଥବା ଶାସ୍ତ୍ର ବିରୋଧୀ ହେଉ, ଏହି 5ଟି ତାହାର କାରଣ। ଯେଉଁ ମୂଢ଼ ବ୍ୟକ୍ତି ନିଜ ଜୀବାତ୍ମାକୁ ସମସ୍ତ କର୍ମର କର୍ତ୍ତା ବୋଲି ମନେ କରେ, ସିଏ ବାସ୍ତବରେ କର୍ମର ପ୍ରକୃତ ତତ୍ତ୍ୱକୁ ବୁଝିନଥାଏ। ମୁଁ କରୁଛି ଏହି ଅହଂଭାବ ଯାହା ପାଖରେ ନଥାଏ, ଯାହାର ବୁଦ୍ଧି ସାଂସାରିକ ସୁଖ ପ୍ରାପ୍ତିରେ ଲିପ୍ତ ହୁଏ ନାହିଁ, ସେ ଅଜ୍ଞାତରେ ନରସଂହାର କଲେ ମଧ୍ୟ ପାପରେ ବାନ୍ଧି ହୁଅନ୍ତି ନାହିଁ, କାରଣ ଦୋଷ ଥାଏ କେବଳ କର୍ମଫଳ ଆକାଂକ୍ଷାର। ହେ ଅର୍ଜୁନ, ଶାସ୍ତ୍ର ଅନୁସାରେ ଜ୍ଞାନ, କର୍ମ ଏବଂ କର୍ତ୍ତା ସତ୍ୱ, ରଜ, ତମ ଗୁଣ ଅନୁଯାୟୀ ତିନି ପ୍ରକାରର ହୋଇଥାଏ। ପୃଥକ୍ ପୃଥକ୍ ସକଳ ପ୍ରାଣୀଙ୍କଠାରେ ଅବସ୍ଥିତ ଅଭିନ୍ନ ଅଦ୍ୱିତୀୟ ପରମ ସତ୍ତାକୁ ଯେଉଁ ଜ୍ଞାନ ଦ୍ୱାରା ଜାଣିହୁଏ ତାହା ହେଉଛି ସାତ୍ୱିକ ଜ୍ଞାନ। ସକଳ ଭୂତ ଶରୀରରେ ଭିନ୍ନ ଭିନ୍ନ ପ୍ରାଣୀଠାରେ ପୃଥକ୍ ପୃଥକ୍ ଭାବ ଗୁଣ ନିହିତ ଅଛି ବୋଲି ଯେଉଁ ଜ୍ଞାନ ଦ୍ୱାରା ଜାଣିହୁଏ ତାହା ହେଉଛି ରାଜସିକ ଜ୍ଞାନ। ଯେଉଁ ଜ୍ଞାନ ଦ୍ୱାରା ମନୁଷ୍ୟ କେବଳ ଏକ ନିର୍ଦ୍ଦିଷ୍ଟ ବିଷୟରେ ଆସକ୍ତି ହୋଇ ଅନ୍ୟ ସବୁ ମିଛ ଏହି ଭାବ ବହନ କରୁଥିବା
ଅଯୌକ୍ତିକ ସୀମିତ ତୁଚ୍ଛ ଜ୍ଞାନ ହିଁ ତାମସିକ ଜ୍ଞାନ ଅଟେ। ହେ ଅର୍ଜୁନ, ଏବେ କର୍ମର ପ୍ରକାରଭେଦ କହୁଛି, ମନ ଦେଇ ଶୁଣ। କାମନା ଶୂନ୍ୟ ଏବଂ ସାଂସାରିକ ମୋହମାୟା ଶୂନ୍ୟ ହୋଇ ହିଂସା ଦ୍ୱେଷ ବର୍ଜନ ପୂର୍ବକ ଯେଉଁ କର୍ତ୍ତବ୍ୟ କର୍ମ କରାଯାଏ ତାହା ହେଉଛି ସାତ୍ୱିକ କର୍ମ। ନିଶ୍ଚିନ୍ତ ଫଳପ୍ରାପ୍ତିର ଆଶାରେ ଅହଙ୍କାର ପୂର୍ଣ୍ଣ ଭାବରେ ଅତୀବ ପରିଶ୍ରମ ପୂର୍ବକ ଯେଉଁ କର୍ମ କରାଯାଏ ତାହା ରାଜସିକ କର୍ମ। କର୍ମର ପରିଣାମ କ୍ଷତି ହିଂସା ସାମର୍ଥ୍ୟର ବିଚାର ନ କରି ବିବେକହୀନ ଭାବରେ ଯେଉଁ କର୍ମ କରାଯାଏ ତାହା ହେଉଛି ତାମସିକ କର୍ମ। ହେ ଅର୍ଜୁନ, ଏସବୁ ଗଲା ତ କର୍ମଭେଦ। କର୍ମଭେଦ ଭଳି କର୍ତ୍ତା ତିନି ପ୍ରକାର, ସାତ୍ୱିକ କର୍ତ୍ତା, ରାଜସିକ କର୍ତ୍ତା, ତାମସିକ କର୍ତ୍ତା। ସାଂସାରିକ ମୋହମାୟା ଶୂନ୍ୟ, ଧୈର୍ଯ୍ୟଶୀଳ, ଅହଙ୍କାର ବର୍ଜିତ, ଉତ୍ସାହୀ ଏବଂ କାର୍ଯ୍ୟସିଦ୍ଧି ଅସିଦ୍ଧିରେ ନିର୍ବିକାର ଚିତ୍ତଯୁକ୍ତ କର୍ତ୍ତା ହିଁ ସାତ୍ୱିକ କର୍ତ୍ତା ଅଟନ୍ତି। ସାଂସାରିକ ବିଷୟ ବାସନାରେ ଆସକ୍ତ, କର୍ମଫଳରେ ଆଶାୟୀ, ଲୋଭୀ, ଅନ୍ୟାୟୀ ଆଚରଣକାରୀ, ହିଂସ୍ର, ଅନ୍ୟକୁ ପୀଡ଼ା ଦେଉଥିବା ବ୍ୟକ୍ତି, କ୍ଷତିରେ ଦୁଃଖ ଲାଭରେ ଆନନ୍ଦିତ ହେଉଥିବା ବ୍ୟକ୍ତି କର୍ତ୍ତା ହେଉଛନ୍ତି ରାଜସିକ କର୍ତ୍ତା। ଯେଉଁ କର୍ତ୍ତା ଅଶିକ୍ଷିତ, ଅଭିମାନୀ, ଅବିବେକୀ, ଚଞ୍ଚଳମନା, ବିଷାଦଗ୍ରସ୍ତ ତଥା ଅଳସୁଆ, ସ୍ୱଳ୍ପ ସମୟରେ ହେଉଥିବା କାର୍ଯ୍ୟକୁ ଦୀର୍ଘ ସମୟ ପକାଇ ରଖୁଥାଏ, ଏଭଳି କର୍ତ୍ତା ହିଁ ତାମସିକ କର୍ତ୍ତା। ହେ ଅର୍ଜୁନ, ବୁଦ୍ଧି ଓ ଧୃତି ବା ଧାରଣ ଶକ୍ତି ବା ଧୈର୍ଯ୍ୟ ଶକ୍ତି ମଧ୍ୟ ତିନି ପ୍ରକାରର। ଯେଉଁ ବୁଦ୍ଧି ବଳରେ କର୍ତ୍ତବ୍ୟ ଅକର୍ତ୍ତବ୍ୟ, ଧର୍ମ ଅଧର୍ମ, ଉଚିତ ଅନୁଚିତ, ଭୟ ଅଭୟ, ବନ୍ଧନ ଏବଂ ମୋକ୍ଷ ବିଷୟରେ ନିର୍ଭୁଲ ଭାବରେ ଜାଣିହୁଏ ତାହା ହେଲା ସାତ୍ୱିକ ବୁଦ୍ଧି। ଯେଉଁ ବୁଦ୍ଧି ଦ୍ୱାରା କର୍ତ୍ତବ୍ୟ ଅକର୍ତ୍ତବ୍ୟ, ଉଚିତ ଅନୁଚିତ, ଧର୍ମ ଅଧର୍ମ, କାର୍ଯ୍ୟ ଅକାର୍ଯ୍ୟକୁ ଠିକ୍ ଭାବରେ ଜାଣିହୁଏ ନା ତାହା ରାଜସିକ ବୁଦ୍ଧି ଅଟେ। ଅଜ୍ଞାନ ଦ୍ୱାରା ଆବଦ୍ଧ ହୋଇଥିବା ଯେଉଁ ବୁଦ୍ଧି ଦ୍ୱାରା ଜଣେ ଅଧର୍ମକୁ ଧର୍ମ, ଅକର୍ତ୍ତବ୍ୟକୁ କର୍ତ୍ତବ୍ୟ, ଅକାର୍ଯ୍ୟକୁ କାର୍ଯ୍ୟ, ଅନ୍ୟାୟକୁ ନ୍ୟାୟ ବୋଲି ଭାବେ ଅର୍ଥାତ୍ ସମସ୍ତ ବିଷୟକୁ ବିପରୀତ ଦୃଷ୍ଟିରେ ଦେଖେ, ସେହି ବୁଦ୍ଧି ହିଁ ତାମସିକ ବୁଦ୍ଧି ଅଟେ। ଏହି ମୋକ୍ଷ ସନ୍ନ୍ୟାସ ଯୋଗର ଆଉ ଏକ ପାର୍ଟ ଆସନ୍ତା ଭିଡ଼ିଓରେ କରାଯାଇଛି।